ଏବେ ଏବେ ଅଙ୍ଗନବାଡ଼ି ଦିଦିଙ୍କ ପାଇଁ ଆସିଲା ଆଉ ଏକ ବଡ଼ ଖବର। ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ ତରଫରୁ ବିଭିନ୍ନ ଦାବି ନେଇ ଲୋୟର ପିଏମ୍ଜିରେ ଆନ୍ଦୋଳନ କରାଯାଉଛି। ସରକାର ସେମାନଙ୍କୁ କେବଳ ପ୍ରତିଶ୍ରୁତି ହିଁ ଦେଉଛନ୍ତି। ତେବେ ସେମାନଙ୍କର କହିବା କଥା ଯେ ସରକାର ଏଥର ଦାବି ନ ଶୁଣିବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେ ନାହିଁ। ସଂଘ ପକ୍ଷରୁ କରାଯାଇଥିବା ଦାବିଗୁଡ଼ିକ ମଧ୍ୟରେ ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକାମାନଙ୍କୁ ସରକାରୀ ମାନ୍ୟତା ଯେ ପର୍ଯ୍ୟନ୍ତ ସରକାରୀକରଣ କରାଯାଇ ନାହିଁ ସେହି ପର୍ଯ୍ୟନ୍ତ କର୍ମୀମାନଙ୍କୁ 18,000 ଟଙ୍କା ଏବଂ ସହାୟିକାମାନଙ୍କୁ 9,000 ଟଙ୍କା ପ୍ରଦାନ କରାଯାଉ। ନିର୍ବାଚନୀ ଇସ୍ତାହାରରେ ଘୋଷଣା କରାଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ କର୍ମୀମାନଙ୍କୁ 3,000 ଏବଂ ସହାୟିକାମାନଙ୍କୁ 2,000 ଟଙ୍କା ବର୍ଦ୍ଧିତ ଦରମା। ଅଙ୍ଗନବାଡ଼ି କେନ୍ଦ୍ରର ସମସ୍ତ କାର୍ଯ୍ୟ ଅନଲାଇନ୍ରେ ହେଉଥିବା କାରଣରୁ 5G ମୋବାଇଲ 8 ଦଫା ଦାବି ସଂଘ ପକ୍ଷରୁ କରାଯାଇଛି। ତେବେ 8 ଦଫା ଦାବି ପୂରଣ ନେଇ ଆଜି ଲୋୟର ପିଏମ୍ଜିରେ ଅଙ୍ଗନବାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ ପକ୍ଷରୁ ଆନ୍ଦୋଳନ କରୁଛନ୍ତି। ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ ତରଫରୁ ବିଭିନ୍ନ ଦାବି ନେଇ ସେମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେପଟେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଅଙ୍ଗନବାଡ଼ି ସେବିକା ଏବଂ ସହାୟିକାମାନଙ୍କର ଦରମା ବୃଦ୍ଧି କରିଛନ୍ତି। ଅଙ୍ଗନବାଡ଼ି କର୍ମୀମାନଙ୍କର ଦରମା 7,000 ଟଙ୍କାରୁ ବଢ଼ାଯାଇ 9,000 ଟଙ୍କା କରାଯାଇଛି। ଏହାସହ ସହାୟିକାମାନଙ୍କର ଦରମା 4,000 ଟଙ୍କାରୁ ବଢ଼ାଯାଇ 4,500 ଟଙ୍କା କରାଯାଇଛି। ତେବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଅଙ୍ଗନବାଡ଼ି ସେବିକା ଏବଂ ସହାୟିକାମାନଙ୍କର ଦରମା ବୃଦ୍ଧି କରିଛନ୍ତି। ଏନେଇ ନୀତିଶ କୁମାର ବଡ଼ ସୂଚନା ଜାରି କରିଛନ୍ତି। ତେବେ ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡ଼ିଶାର ଅଙ୍ଗନବାଡ଼ି ଦିଦିଙ୍କର ବହୁ ଜଲ୍ଦି ଦାବି ପୂରଣ କରିବେ। ତ ଏହା ଥିଲା ଅଙ୍ଗନବାଡ଼ି ଦିଦିଙ୍କ ପାଇଁ ଗୋଟେ ଛୋଟ ଇନଫର୍ମେସନ୍। ବାସ୍ ଖାଲି ଭିଡ଼ିଓକୁ ଲାଇକ୍ କରନ୍ତୁ। ଚ୍ୟାନେଲ୍ ସହିତ ଯୋଡ଼ି ରହିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ରଖିଥାନ୍ତୁ।